ଆକାଶରେ ବାଦଲ ଫଟା ବର୍ଷା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟରେ କେରଳର 28 ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେରଳର 28 ଜଣ ପର୍ଯ୍ୟଟକ ଗଙ୍ଗୋତ୍ରୀ ଧାମକୁ ବାହାରିଥିଲେ ଏବଂ ରାସ୍ତାରେ ଧରାଲି ଗାଁରେ ରହିଥିଲେ। ସେମାନେ ସକାଳେ ଗଙ୍ଗୋତ୍ରୀ ଯିବାର ଥିଲା, କିନ୍ତୁ ଏବେ ସେମାନଙ୍କର କୌଣସି ସନ୍ଧାନ ନାହିଁ। ପରବର୍ତ୍ତୀ ଅପଡେଟ୍ ରହୁଛି, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା ବେଳେ ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ଉପରେ ଗୁରୁତ୍ୱ, ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପରବର୍ତ୍ତୀ ଅପଡେଟ୍ ରହୁଛି, ସିବିଏସ୍ଇ ଦଶମ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ 75% ଉପସ୍ଥାନ ବାଧ୍ୟତାମୂଳକ। 2026 ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଅଚାନକ ଯାଞ୍ଚ, ହେରଫେର ହୋଇଥିବା ରେକର୍ଡ ପାଇଁ ଶୂନ୍ୟ ସହନଶୀଳତା ଆପଣାଯିବ। ବିଶେଷ କରି ଡମି ପରୀକ୍ଷାର୍ଥୀମାନଙ୍କୁ ରୋକିବା ପାଇଁ ସିବିଏସ୍ଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଥିରେ ହେରଫେର ହୋଇଥିବା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଫିଲେଟେଡ୍ ସ୍କୁଲଗୁଡ଼ିକରେ ଶୈକ୍ଷିକ ଶୃଙ୍ଖଳା ପାଇଁ ଏହି ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଅପଡେଟ୍ ହେଉଛି, ଉପମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ଏଣିକି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡିଂ ସେଣ୍ଟର। ସପିଂ ମଲରେ ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର। ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁରୋଧ। ସରକାରୀ ଅଫିସ ଓ ଅଭିଯୋଗ ଶୁଣାଣି ସ୍ଥାନରେ ବ୍ରେଷ୍ଟ ଫିଡିଂ ସେଣ୍ଟର ଖୋଲିବ। ଆଗକୁ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବାହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଣ୍ଟର ଖୋଲାଯିବ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି, ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିବଦ୍ଧତାକୁ ଅନୁସରଣ କରି ତଥା ଜନସାଧାରଣଙ୍କର ସୁବିଧା ପାଇଁ ଓଡ଼ିଆ ଭାଷା ଲିପିର ବ୍ୟବହାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ କରିଛନ୍ତି। ଯେକୌଣସି ଛୋଟ ହେଉ କି ବଡ଼, ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନେମ୍ ପ୍ଲେଟ୍ ବାଧ୍ୟତାମୂଳକ କଲେ ସରକାର। ଓଡ଼ିଆରେ ନାମଫଳକ ନ ଲେଖିଲେ ଦେବାକୁ ପଡ଼ିବ ଜୋରିମାନା। 100 କି 200 ନୁହେଁ, ଯଦି ଓଡ଼ିଆରେ ନାମଫଳକ ନ ଲଗେଇବେ ତାହେଲେ ଦିନକୁ ଦେବାକୁ ପଡ଼ିବ 500 ଟଙ୍କା। କେବଳ ସେତିକି ନୁହେଁ, ସରକାର 55 ଦିନର ସମୟସୀମା ଦେଇଛନ୍ତି। ଆଉ 55 ଦିନ ମଧ୍ୟରେ ନେମ୍ ପ୍ଲେଟ୍ ଓଡ଼ିଆରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଯଦି 55 ଦିନ ପାର କରିଗଲା, 56 ଦିନ ପାଖରୁ ଆପଣମାନଙ୍କୁ ଦିନକୁ 500 ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଅପଡେଟ୍ ରହୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେବା ପାଇଁ ଚୀନ ଗସ୍ତ କରିବେ। SCO ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଗାମୀ ଅଗଷ୍ଟ 31 ରୁ ସେପ୍ଟେମ୍ବର 1 ତାରିଖ ମଧ୍ୟରେ ଚାଇନାର ତିଆନଜିନ୍କୁ ଯାତ୍ରା କରିବେ। ପରବର୍ତ୍ତୀ ଅପଡେଟ୍ ରହୁଛି, ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ବିଜୁଳି ଦରରେ ବୃଦ୍ଧି ସଠିକ ଭାବେ ହେବା ଉଚିତ। ପରବର୍ତ୍ତୀ ଅପଡେଟ୍ ରହୁଛି, ଖୁବ୍ ଶୀଘ୍ର 1635ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରାଯିବ। ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି, ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI। 5.5% ସ୍ଥିର ରହିଲା ସୁଧ ହାର ବୋଲି ତଥ୍ୟ ରହୁଛି। ଏନେଇ ଘୋଷଣା କରିଛନ୍ତି RBIର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ପରବର୍ତ୍ତୀ ଅପଡେଟ୍ ରହୁଛି, ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କର ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ କ୍ରୁଟ୍ର ସମସ୍ତ ସଦସ୍ୟମାନଙ୍କୁ ସପ୍ତାହରେ ଅନ୍ତତଃ 2 ଥର ଆମ ବସ୍ରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଅପଡେଟ୍ ରହୁଛି, ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ମୋଦିଙ୍କୁ ମହାପ୍ରଭୁଙ୍କର ମହାପ୍ରସାଦ ଦେଇଛନ୍ତି ଭେଟି। ମୋଦି କେଭିଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି, ହ୍ୱାଟ୍ସଆପ୍ ପୁଣି ଥରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 98 ଲକ୍ଷ ଭାରତୀୟ ୟୁଜରଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଛି। ମେଟା ଏହାର ଜୁନ୍ ମାସର କମ୍ପ୍ଲାଏନ୍ସ ରିପୋର୍ଟରେ ଏହା ଘୋଷଣା କରିଛି। ପରବର୍ତ୍ତୀ ଅପଡେଟ୍ ରହୁଛି, ମୃତ ବ୍ୟକ୍ତିଙ୍କର ବ୍ୟାଙ୍କ ଲକର ଏବଂ ଆକାଉଣ୍ଟ ପାଇଁ ବଦଳିଲା ନିୟମ। 3 ମାସ ମଧ୍ୟରେ କରିବାକୁ ପଡ଼ିବ ଏହି କାମ। ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI ସମସ୍ତ ବ୍ୟାଙ୍କର ଏପରି ଗ୍ରାହକଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି। ଯେଉଁମାନଙ୍କର ମୃତ୍ୟୁ ହୋଇସାରିଛି କିନ୍ତୁ ସେମାନଙ୍କର ଲକର ଏବଂ ଆକାଉଣ୍ଟ ଗୁଡ଼ିକ ସେମାନଙ୍କ ନାମରେ ଚାଲୁଛି, ଏବେ ଏପରି ଆକାଉଣ୍ଟ ଗୁଡ଼ିକୁ କମ୍ ସମୟ ଏବଂ ଶୀଘ୍ର ସମାଧାନ କରିବାର ଯୋଜନା ରହିଛି।
बुधवार नीति हार घोषणा समय आरबीआई गवर्नर संजय मालहोत्रा स्पष्ट भाव कही जे मृत बैंक ग्राहकंकर सेफ डिपोजिट लकर संबंधी दाबी समाधान प्रक्रिया को मानकीकरण कराजिबो। ଏହା ଏପରି ଗ୍ରାହକଙ୍କ ଆବେଦନର ସମାଧାନକୁ ସୁବିଧାଜନକ ଓ ସରଳ କରିବ। ବ୍ୟାଙ୍କକୁ ଆସୁଥିବା ଏପରି ଗ୍ରାହକଙ୍କ ପରିବାର ସଦସ୍ୟଙ୍କ ଆବେଦନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଶୁଣାଯିବ ଏବଂ ଏହା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ, ଯାହାଦ୍ୱାରା ଲୋକଙ୍କର ସମୟ ସଞ୍ଚୟ ହୋଇପାରିବ ଏବଂ ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକର କେୱାଇସି ପୁଣି ଥରେ କରିବାକୁ ପଡ଼ିବ। ଏହା ବ୍ୟତୀତ ଆରବିଆଇ ଗଭର୍ଣ୍ଣର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ଖୋଲିବାକୁ ଘୋଷଣା କରିଛନ୍ତି। ରାଜ୍ୟପାଳଙ୍କ ଅନୁଯାୟୀ ଜନଧନ ଯୋଜନାରେ ବହୁତ ସଂଖ୍ୟକ ଆକାଉଣ୍ଟ ଖୋଲାଯାଇଛି, ଯାହା ଏବେ କେୱାଇସି କରିବାକୁ ପଡ଼ିବ। ସେ କହିଛନ୍ତି ଏହି ପ୍ରକ୍ରିୟା ଆରମ୍ଭ ହୋଇଛି 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଘର ପାଖରେ ଶିବିର ଆୟୋଜନ କରାଯିବ। ନୂତନ ଆକାଉଣ୍ଟ ଖୋଲିବା ଏବଂ କେୱାଇସି କରିବା ପାଇଁ ସୁବିଧା ଉପଲବ୍ଧ ହେବ ବୋଲି ତଥ୍ୟ ରହୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା 10 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ପୁନଃ କେୱାଇସି ପାଇଁ ଦେଶର ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ଶିବିର ଆୟୋଜନ କରାଯିବ। ଏହା ପଛର ଉଦ୍ଦେଶ୍ୟ ହେଉଛି ଯେ କେହି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ। ଲୋକମାନେ ନିଜ ଗାଁ ଏବଂ ଘର ପାଖରେ ସେମାନଙ୍କର କେୱାଇସି କରିପାରିବେ ଏବଂ ଲୋକଙ୍କୁ ଦୂର ଦୂରାନ୍ତରୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବ ନାହିଁ। କେବଳ ଏତିକି ନୁହେଁ, ଲୋକମାନେ ଏହି ଶିବିରଗୁଡ଼ିକରେ ନୂତନ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ପରବର୍ତ୍ତୀ ଅପଡେଟ୍ ରହୁଛି ଓଡ଼ିଶାରେ 5 ବର୍ଷ ବୟସ ପର୍ଯ୍ୟନ୍ତ 60% ଏବଂ 5 ରୁ 18 ବର୍ଷ ବୟସ ପିଲାଙ୍କର 9% ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ। ବର୍ତ୍ତମାନ ସମସ୍ତ କାମ ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ସ୍ୱତନ୍ତ୍ର ପରିଚୟ ପତ୍ର ଆଧାର ନମ୍ବର ନିହାତି ଆବଶ୍ୟକ ହୋଇପଡ଼ିଛି। ଏ ସମ୍ପର୍କରେ ମୁଖ୍ୟ ସଚିବ ଅଧିକାରୀମାନଙ୍କୁ ଜନ୍ମ ସମୟରେ ଆଧାର ପଞ୍ଜୀକରଣ ସୁନିଶ୍ଚିତ କରି କଭରେଜ ତୀବ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଇଛି ଓଡ଼ିଶା ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାର ପ୍ରକ୍ରିୟା ପ୍ରବାହକୁ ଆରବିଡି ଆଇନ ଅନୁଯାୟୀ ସଂଶୋଧନ କରାଯିବ, ଯାହାଦ୍ୱାରା ମାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିବା ପୂର୍ବରୁ ଜନ୍ମ ପ୍ରମାଣପତ୍ର ପ୍ରଦାନ ନିଶ୍ଚିତ କରାଯିବ ଏବଂ ଜନ୍ମ ପ୍ରମାଣପତ୍ର ସହିତ ତୁରନ୍ତ ଆଧାର ପଞ୍ଜୀକରଣ କରାଯାଇପାରିବ। ସେହିପରି 18 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ ଅପଡେଟ୍ 2ଟି ପର୍ଯ୍ୟାୟରେ କରାଯିବ। ପରବର୍ତ୍ତୀ ଅପଡେଟ୍ ରହୁଛି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଲେ, ଧାନ ସଂଗ୍ରହ ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଭେଟି ରାଜ୍ୟର ଧାନ ସଂଗ୍ରହକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ। ଏଫସିଆଇ ଦ୍ୱାରା ମାସିକ ଚାଉଳ ଉଠାଣ ବୃଦ୍ଧି କରିବାକୁ ଅନୁରୋଧ କଲେ। ବାଜରା ପ୍ରସହନ ଓ ସଂରକ୍ଷଣ ଭିତ୍ତିଭୂମିର ପ୍ରସାର ଅନ୍ତର୍ଭୁକ୍ତ ଉପରେ କଲେ ଆଲୋଚନା ବୋଲି ସୂଚନା ରହୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି କେନ୍ଦ୍ରାପଡ଼ାରେ ଘର ଭିତରେ ଜୀବନ୍ତ ଜଳିଗଲେ ଯୁବତୀ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ। ସୂଚନା ଅନୁସାରେ କିରାସିନ ଢାଳି ହୋଇ ଛାତ୍ରୀ ଜଣକ ଜୀବନ ହାରିଛନ୍ତି। ଯୁବତୀ ଜଣକ ଯୁକ୍ତ 3 ର ଶେଷ ବର୍ଷର ଛାତ୍ରୀ ଥିବା ଜଣାପଡ଼ିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ଜୀବନ ହାରିବା ପାଇଁ କହିଛି, ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କେହି ଜଣେ ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ଯୁବତୀଙ୍କର ବାପା ଅଭିଯୋଗ କରିଛନ୍ତି। ଘରେ କେହି ନଥିବା ସମୟରେ ଘଟଣା ହୋଇଛି। ପ୍ରେମିକ ଜଣକ ଛାତ୍ରୀଙ୍କର ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ନେଇ ଖବର ପାଇବା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏନେଇ ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଘଟଣା ଜଣାପଡ଼ିବା ପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୋଲିସ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଅପଡେଟ୍ ରହୁଛି ବିଜୁ ଛାତ୍ର ଓ ଯୁବ ଜନତା ଦଳର ଘୋଷଣା ଆଧାରରେ ଅଗଷ୍ଟ 1 ରୁ 8 ତାରିଖ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦାବିରେ ଗତକାଲି ଷଷ୍ଠ ଦିନରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଛାତ୍ରୀ ଏବଂ ନାରୀ ବିରୋଧୀ ଘଟଣାର ପ୍ରତିବାଦରେ ଛାତ୍ର ଯୁବ ବିଜେଡି ପକ୍ଷରୁ ରଣହୁଙ୍କାର ଦିଆଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଭୁବନେଶ୍ୱର ଜୁନାଗଡ଼ ରୋଡ୍ ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ LHB କୋଚ୍ ସହିତ କରିବ ଚଳାଚଳ ବୋଲି ତଥ୍ୟ ରହୁଛି, ଯାହା ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା, ନିରାପତ୍ତା ଏବଂ ଆରାମ ପ୍ରଦାନ କରିଥାଏ। ପରବର୍ତ୍ତୀ ଅପଡେଟ୍ ରହୁଛି ଖୁବ୍ ଶୀଘ୍ର ଶହୀଦନଗର ପ୍ରାଣୀ ଚିକିତ୍ସାଳୟରେ ଅତ୍ୟାଧୁନିକ ଲାବୋରେଟୋରୀ, ଜୀବଜନ୍ତୁଙ୍କର ହେବ ଏକ୍ସରେ ଏବଂ ରକ୍ତ ପରୀକ୍ଷା ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି ରାଜଧାନୀରୁ ଡେଙ୍ଗୁ ଚିନ୍ତା ଯାଇନି, ଏବେ ଥରାଇଲାଣି ମ୍ୟାଲେରିଆ। ଗୋଟିଏ ପଟେ ଡେଙ୍ଗୁ ରୋକିବାକୁ ନେଇ ସ୍ୱାସ୍ଥ୍ୟ ବିଭାଗ କସରତ ଚଳାଇଥିବା ବେଳେ ମ୍ୟାଲେରିଆ ବୋଝ ଉପରେ ନଳିତା ବିଡ଼ା ପାଲଟିଛି। ଗତ 3 ମାସରେ ଭୁବନେଶ୍ୱରରେ 76 ମ୍ୟାଲେରିଆ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କଲାଣି।
ସେଥିମଧ୍ୟରୁ କ୍ୟାପିଟାଲ ହସ୍ପିଟାଲରେ କେବଳ 63 ରୋଗୀ ଚିହ୍ନଟ ହୋଇଛନ୍ତି। ପରବର୍ତ୍ତୀ ଅପଡେଟ୍ ହେଉଛି ଭିଜିଲାନ୍ସ ଜାଲରେ କେଉଁଝର ଭୂ ବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର ହାଡ଼ିବନ୍ଧୁ ବେହେରା ଜଣେ ବ୍ୟକ୍ତିଙ୍କଠାରୁ ଅମିନ ରିପୋର୍ଟ ଦେବା ପାଇଁ ବୁଧବାର 3000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କର ସରକାରୀ ଅଫିସ ଓ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଖୁବ୍ ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ ବ୍ୟଞ୍ଜନ ସହିତ ଶୁଖିଲା ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍ ଚାର୍ଟ ଲାଗିବ। ମଙ୍ଗଳବାର ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ପରବର୍ତ୍ତୀ ଅପଡେଟ୍ ରହୁଛି ଓଟିଇଟି ପ୍ରଶ୍ନ ଲିକ୍ କେଳେଙ୍କାରୀ ମହିଳା ଡାଟା ଏଣ୍ଟ୍ରି ଅପରେଟରକୁ ମାରାଥାନ୍ ଜେରା ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ସଭାପତି। ପରବର୍ତ୍ତୀ ଅପଡେଟ୍ ରହୁଛି ଆଜି ପ୍ରବଳ ବର୍ଷାର ସମ୍ଭାବନା ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ତଥ୍ୟ ରହୁଛି। ଆଜି କେଉଁଝର ସୁନ୍ଦରଗଡ଼ ଦେବଗଡ଼ ସମ୍ବଲପୁର ଝାରସୁଗୁଡ଼ା ମୟୂରଭଞ୍ଜରେ ଭାରୀ ବର୍ଷାର ସମ୍ଭାବନା ରହିଛି। ତ ସେହିପରି 8 ତାରିଖରେ ସୁନ୍ଦରଗଡ଼ ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଏସ୍ବିଆଇରେ ଆସିଲା ନିଯୁକ୍ତି ସୁଯୋଗ। ଏସ୍ବିଆଇ ଜୁନିୟର ଆସୋସିଏଟେଡ୍ ବା ଗ୍ରାହକ ସହାୟତା ଏବଂ ବିକ୍ରୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟୋଟାଲ 5180ଟି ପଦବୀ ଆସିଥିବା ତଥ୍ୟ ରହୁଛି। 6 ଅଗଷ୍ଟରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଯିବ। ଲାଷ୍ଟ ଡେଟ୍ ରହିଛି 26 ଅଗଷ୍ଟ। ତ ଯେଉଁମାନେ ଗ୍ରାଜୁଏସନ କରିଛନ୍ତି ଏଥିପାଇଁ ଆବେଦନ କରିପାରିବେ। ବୟସ 20 ବର୍ଷରୁ 28 ବର୍ଷ ଭିତରେ ହୋଇଥିବା ଆବଶ୍ୟକ। ଆପଣମାନଙ୍କୁ 750 ଟଙ୍କା ଏଠି ଫି ଦେବାକୁ ପଡ଼ିବ ଆପ୍ଲାଏ ବେଳେ। ଆପ୍ଲାଏ କରିବା ପାଇଁ sbi.co.in କୁ ଯାଇ ଆବେଦନ କରିପାରିବେ। ପରବର୍ତ୍ତୀ ଅପଡେଟ୍ ରହୁଛି ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଖୋଲୁଛି ଖିଅ କ୍ରାଇମବ୍ରାଞ୍ଚ ସ୍କାନରରେ ବୋର୍ଡ ସଭାପତି ଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ଲିଡ୍। ମୃତ ଛାତ୍ରୀଙ୍କର ମୋବାଇଲ ସିଜ୍ କରିଛି ପୋଲିସ। ମୋବାଇଲରୁ ହିଁ ସ୍ପଷ୍ଟ ହେବ ଯେ ଛାତ୍ରୀଙ୍କର ପୁରୁଷ ବନ୍ଧୁ କିଏ। ମୋବାଇଲ ଜବତ ପରେ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଛି। କାହାକୁ ହୋଇଥିଲା ଶେଷ କଲ୍ ତାର ଯାଞ୍ଚ କରୁଛି ପୋଲିସ। ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ରାଜ୍ୟର 3 ଥାନାରୁ ଆସିଥିବା 3ଟି ଦୃଶ୍ୟ ପୋଲିସର ଅମାନବିକତାକୁ ପଦାରେ ପକାଇଛି। ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ରବୀନ୍ଦ୍ର ମଲ୍ଲିକ ନାମକ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ଥାନା ଅଧିକାରୀ। ଗୁରୁତର ଅବସ୍ଥାରେ ଯୁବକ ଜଣକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି ପରିବାର ଲୋକେ। ତ ସେହିଭଳି ଘଟଣା ଜଗତସିଂହପୁର ମଧ୍ୟ ଦେଖିବା ପାଇଁ ମିଳିଛି। କେନ୍ଦ୍ରାପଡ଼ାରେ ମଧ୍ୟ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି। ପରବର୍ତ୍ତୀ ଅପଡେଟ୍ ହେଉଛି ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ଆପଣମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ବା ଅଗଷ୍ଟ ମାସ 9 ତାରିଖ ଦିନ ମିଳିବ। ତ ଏହି ଦିନ ଯେଉଁମାନେ 2ଟି କିସ୍ତି ପାଇସାରିଛନ୍ତି ସେମାନଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯିବ। ଆଉ ଯେଉଁମାନଙ୍କର 60 ବର୍ଷ ହେଉଛି ପାଖାପାଖି 92,000 ଲୋକ ଯେଉଁମାନଙ୍କର ବା ମହିଳା ଯେଉଁମାନଙ୍କର 60 ବର୍ଷ ହୋଇସାରିଛି ସେମାନଙ୍କୁ ଭତ୍ତାରେ ନାମ ସେମାନଙ୍କର ଯୋଡ଼ାଯିବ। ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବନି। ଆଉ ପାଖାପାଖି 2 ଲକ୍ଷ ମହିଳା ଯେଉଁମାନେ ଆବେଦନ କରିକି ବର୍ତ୍ତମାନ ସୁଦ୍ଧା ପଇସା ପାଇନାହାନ୍ତି ସେମାନଙ୍କୁ ମଧ୍ୟ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ। ସେମାନଙ୍କର ଯାଞ୍ଚ ଚାଲିଛି। ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ଟଙ୍କା ମିଳିବ, ଅଯୋଗ୍ୟମାନଙ୍କୁ ଟଙ୍କା ମିଳିବ ନାହିଁ। ତା ସହିତ ସୁଭଦ୍ରା ଯୋଜନାରେ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ଡକୁମେଣ୍ଟ ସବୁ ଠିକ୍ କରିଥିବେ ସେମାନଙ୍କୁ ଏକକାଳୀନ 10,000 ବା 15,000 ଟଙ୍କା ମିଳିପାରେ ବୋଲି ତଥ୍ୟ ରହୁଛି। ଆଉ ସୁଭଦ୍ରା ଯୋଜନାରେ ଯେଉଁମାନେ ନୂଆ ଆବେଦନ କରିବାକୁ ଚାହୁଁଛନ୍ତି ପୂର୍ବରୁ ଆବେଦନ କରିନାହାନ୍ତି ଆଉ ଯେଉଁମାନଙ୍କର 21 ବର୍ଷ ହୋଇଥିବ ସେମାନେ ଅଗଷ୍ଟ ମାସ 9 ତାରିଖରୁ ମଧ୍ୟ ନୂଆ ଆବେଦନ କରିପାରିବେ। ପରବର୍ତ୍ତୀ ଅପଡେଟ୍ ରହୁଛି ଜାଲ୍ ସାର୍ଟିଫିକେଟର ମାୟାଜାଲରେ ଛନ୍ଦି ହୋଇଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ କିଏ ସରକାରୀ ଚାକିରି ହାତେଇଛି ତ ପୁଣି କିଏ ଉଚ୍ଚଶିକ୍ଷାରେ ଡିଗ୍ରୀଧାରୀ ସାଜିଛନ୍ତି ଯାହାର ପ୍ରମାଣ ଦେଖିବା ପାଇଁ ମିଳିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ରାଜ୍ୟରେ ବଢ଼ି ଚାଲିଛି ଆଇନ ଶୃଙ୍ଖଳା ସ୍ଥିତି ହେଲେ 4 ବର୍ଷ ହେବ ହୋଇପାରିନି ପୋଲିସ ଅଧିକାରୀ ସମ୍ମିଳନୀ ବୋଲି ତଥ୍ୟ ରହୁଛି। ଆସନ୍ତା 22 ଓ 23 ତାରିଖ 2 ଦିନ ଧରି ସମ୍ମିଳନୀ ହେବ। ପରବର୍ତ୍ତୀ ଅପଡେଟ୍ ରହୁଛି ବିଶ୍ୱର ଅନେକ ସ୍ଥାନରେ ଚିକେନଗୁନିଆ ଭାଇରସ ପୁଣି ଥରେ ମୁଣ୍ଡ ଟେକିବାରେ ଲାଗିଛି। ଏହାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଚୀନ ଏବଂ ଅନ୍ୟାନ୍ୟ ଦେଶ ପାଇଁ ଏକ ଯାତ୍ରା ସତର୍କତା ଜାରି କରିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ବନ୍ଦ ହୋଇଯିବ କି ରାଜ୍ୟ ସରକାରଙ୍କର ଅର୍ଥ ନିଗମ କର୍ମଚାରୀ ନଥିବାରୁ ଅସୁଲ ହୋଇପାରୁନି ଋଣ ଟଙ୍କା ସରକାର ହରାଇବେ 7,000 କୋଟି। ପରବର୍ତ୍ତୀ ଅପଡେଟ୍ ରହୁଛି କୋଲ୍ଡ ଡ୍ରିଙ୍କ୍ସ ପିଉଥିଲେ ସାବଧାନ ହୋଇପାରେ ଏସବୁ ସାଂଘାତିକ ସମସ୍ୟା। ସଫ୍ଟ ଡ୍ରିଙ୍କ୍ସ ଶରୀର ପାଇଁ ହାନିକାରକ ବଢ଼ିପାରେ ହାର୍ଟ ଆଟାକ୍ ଆଶଙ୍କା।
सॉफ्ट ड्रिंक पीबार 20 मिनिट पर रक्तचाप वृद्धि होता है। देखा दे पारे अल्जाइमर समस्या जो भूली जीवार समस्या थाए। मोटापण को समस्या बढ़ाई थाए। ब्लड सुगर मात्रा बढ़ी थाए। शरीर हाड़ मध्य प्रभावित होबार आशंका थाए। परवर्ती अपडेट रोचे आज अगस्ट 7 तारिख में पुरी बंद। 6 घटिया पुरी बंद डाकरा देइछि बीजेडी। सकाल 6 दिन 12टा जाए बंद रहिबो पुरी। बलंगा पीड़ितांकर मृत्यु घटना बंद डाकरा देइछि दल बोली सूचना रोचे। पुलिस तदंत उपरे प्रश्न उठाइबा सहित सरकार घटनार तथ्य उन्मोचन करंतु बोली दाबी करिछि बिजु जनता दल। परवर्ती अपडेट रोचे अगस्ट 14 रे कांग्रेस करिबो पदयात्रा। एफएम कॉलेज रु भोगराई पर्यंत पदयात्रा करिबो। नारी न्याय पई कांग्रेस करिबो पदयात्रा। अन्यपटे बलंगा घटना रे पुरी बंद पई डाकरा देला बीजेडी। 7 तारिख आज पुरी बंद डाकरा देइछि बीजेडी। परवर्ती अपडेट रोचे महिला को बिना सुधरे मिलिबो 10 लाख टंका ऋण बोली सूचना रोचे। एसएचजी महिला को एथिपाई 10 लाख टंकार ऋण दिया जिवो तादर पुनी बिना सुधरे, जाफल सेमाने नेकी लक्षपति दीदी माने कोटिपति दीदी हेई परिबे बोली तथ्य रोचे। परवर्ती अपडेट रोचे राखी पूर्णिमा रे एई महिला को मिलिबनी सुभद्रा टंका। तो आपण माने जानि नियंतु को मानकु मिलिबनी। तो देखंतु जो माने अयोग्य हिताधिकारी सेमानकु एई टंका मिलिबनी बोली तथ्य रोचे। तो जो मानकर 21 वर्ष होई नथिबो आ जो मानकर 60 वर्ष रु अधिक होई जाइथिबो सेमानकु मध्य एई टंका मिलिबो नाही। ता सहित सुभद्रा योजना रे शामिल हेबाकू बयस 21 वर्ष रु कम जदि होइतिबो से सुभद्रा योजना रे शामिल होई परिबनी। से बोली जदि कोनोसी महिला मासकु मोट 1500 टंका किंबा ताठारु अधिक किंबा वार्षिक 18000 टंका बा ताठारु अधिक जदि पेंशन बा छात्रवृत्ति इत्यादि सहायता ग्रहण करूचंती सेमाने सुभद्रा टंका पाइबा पई योग्य विवेचित हेबे नाही। ता सहित जणे महिला निजे किंबा तांको परिवार सदस्य जदि वर्तमान किंबा पूर्वतन सांसद किंबा विधानसभा सदस्य होइथिबे सेमाने सुभद्रा योजना रे शामिल होई परिबे नाही। ता सहित बहुत सारा महिला माने जो माने आवेदन करथिले किंतु वर्तमान पर्यंत पैसा पाइना सेमानकर जांच चलीची। सेथि मध्यरु किछि अयोग्य मध्य चिन्हट हेबे जा फल सेमानकु पैसा मिलिबनी। जो माने योग्य विवेचित हेबे सेमानकु पैसाटी मिलिबो। परवर्ती अपडेट रोची सोनादर को नेकी ओडिशा राजधानी भुवनेश्वर आज 22 कैरेट सोना मूल्य 10 ग्राम प्रति 93,800 टंका थिबा बेले 24 कैरेट सोना मूल्य 10 ग्राम प्रति 1,02,330 टंका थिबा रेकर्ड होईची। परवर्ती अपडेट रोची सीएम किसान योजना को नहीं आसिला खुशी खबर। सीएम किसान योजना रे टंका आपण मानको अगस्त मास 28 तारिख दिन मिलिबो बोली सूचना रोची। कारण एई दिन रोची नुआखाई। तो एई दिन एई टंका मिलिबो बोली सूचना रोची। एई दिन मध्य गणेश चतुर्थी पड़ुची। तो जेहेतु गोटे किस्ती आपण मानको अक्षय तृतीया रे मिले आ गोटे किस्ती नुआखाई रे मिले। तेणु नुआखाई पड़ुची 28 अगस्त जो दिन गणेश चतुर्थी पड़ुची नुआखाई मध्य पड़ुची। तेणु एई दिन चाषी भाई माननको सीएम किसान योजना 2000 टंका मिलिबो बोली तथ्य रोची। परवर्ती अपडेट रोची राशन कार्ड धारी मानक पई बड़ खबर। तो राशन कार्ड धारी मानक पई नुआ नियम आसुची। राशन कार्ड धारी को प्रति 5 वर्ष रे थरे ई-केवाईसी करबा बाध्यतामूलक। जदि ए काम न करा जाय तबे राशन कार्ड सस्पेंड होई पारे एवं मागणा चाउल गहम मिलिबो नाही। सरकारकर कहबा अनुसार एई नियम राशन व्यवस्था रे स्वच्छता आनिबा एवं नकली कार्ड जालियाती रोकिबा पई लागू करा जायछि। केंद्र सरकारक निर्देश क्रमे समस्त राज्य को 3 मास मध्यरे समस्त राशन कार्ड धारींकर ई-केवाईसी संपूर्ण करने को दिया जायछि। या द्वारा अयोग्य व्यक्ति नाम तालिकारु बाद दिया जिवो योग्य लोकों को मागणा लाभ मिलिबो। या सहित जदि कोनोसी व्यक्ति 6 मास पई राशन नै नांती तेबे तांकर कार्ड सामयिक भाव सस्पेंड होई पारे। नुआ नियम अनुसार 18 वर्ष रु कम बयसर व्यक्ति को राशन कार्ड मिलिबो नाही। 5 वर्ष रु कम बयसर शिशुक पई आधार कार्ड जमा करबा आवश्यक एवं 5 वर्ष पूर्ण हेबा परे 1 वर्ष मध्यरे तांकर ई-केवाईसी कराजिबा जरूरी। जदि कोनोसी व्यक्तिंकर 2टी राज्य रे राशन कार्ड अछि तेबे जांच परे गोटिए कार्ड रद्द कराजिबो। तो वर्तमान ओडिशा सरकार 3 मास समय दैचंती जो माने राशन कार्ड रे ई-केवाईसी करिनांती। तो जदि आपण माने 3 मास मध्य रे ई-केवाईसी न करिवे ताले आपनकर राशन कार्ड संपूर्ण भावे बंद होइजिबो। परवर्ती अपडेट रोची पोस्ट ऑफिस रे प्रबल भिड़ मुंडबिंदा साजुची लिंक फेल समस्या। राखी की डाक ओडुआ देखिबा पई मिलिची। तो जो भाई माने दूर दूरांतर रहउचंती भौणी माने पोस्ट ऑफिस रे राखी पठेबाकू जाउचंती किंतु पोस्ट ऑफिस रे देखिबा पई मिलुची लिंक फेल जा द्वारा राखी पठाई हेउ नथिबा देखिबा पई मिलुची विभिन्न जगह रे। परवर्ती अपडेट रोची एमबीबीएस बा
ବିଡିଏସ୍ ର ସଂଶୋଧିତ କାଉନସିଲିଂ ନେଇ ଓଜେଇ ପକ୍ଷରୁ ସୂଚନା। ରାଜ୍ୟ କୋଟାରେ କାଉନସିଲିଂ ଓ ନାମଲେଖା ନେଇ ସୂଚନା ଜାରି। ଅଗଷ୍ଟ 15 ଅପରାହ୍ନ 4:30 ଯାଏଁ ଚଏସ୍ ଫିଲିଂ ଏବଂ ଲକିଂ। ଅଗଷ୍ଟ 16 ଦିନ 11ଟାରେ ବାହାରିବ ପ୍ରଥମ ରାଉଣ୍ଡ ଆଲଟମେଣ୍ଟ। ଅଗଷ୍ଟ 18ରେ ଆସିବ ପ୍ରଥମ ପର୍ଯ୍ୟାୟ ଆଲଟ ବୋଲି ତଥ୍ୟ ରହୁଛି। ତା ସହିତ ଅଗଷ୍ଟ 19ରୁ 24 ତାରିଖ ଯାଏଁ ଓଜେଇ କାର୍ଯ୍ୟାଳୟରେ ପ୍ରୋଭିଜନାଲ ଆଡମିସନ ହେବ। ତ ଯାହାକି ଆଜିକାର ଟପ୍ ନ୍ୟୁଜ୍ ଆସିଥିଲା। ଭିଡିଓ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।